ଅଙ୍ଗରାଜ କର୍ଣ୍ଣଙ୍କର ଜନ୍ମ କଥା। ନମସ୍କାର ବନ୍ଧୁଗଣ। ମହାଭାରତରେ ଅନେକ ବୀର ଯୋଦ୍ଧାଙ୍କ କଥା ରହିଛି, କିନ୍ତୁ ସେମାନଙ୍କ ମଧ୍ୟରେ ଏପରି ଜଣେ ବୀର ଥିଲେ, ଯିଏ ନିଜ ଜନ୍ମରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ କେବଳ ସଂଘର୍ଷ, ତ୍ୟାଗ ଓ ଅପମାନର ସମ୍ମୁଖୀନ ହୋଇଥିଲେ। ସେ ଥିଲେ ସୂର୍ଯ୍ୟପୁତ୍ର, ଦାନବୀର ଏବଂ ଅଙ୍ଗରାଜ କର୍ଣ୍ଣ। ଆଜି ଆମେ ଜାଣିବା କର୍ଣ୍ଣଙ୍କ ଜନ୍ମର ସମ୍ପୂର୍ଣ୍ଣ କାହାଣୀ। କିପରି ସେ ଜନ୍ମ ନେଲେ, କାହିଁକି ଜନ୍ମ ପରେ ମାଆଙ୍କଠାରୁ ବିଚ୍ଛିନ୍ନ ହେଲେ ଏବଂ କିପରି ଭାଗ୍ୟ ତାଙ୍କୁ ମହାଭାରତର ସବୁଠାରୁ କରୁଣ ନାୟକରେ ପରିଣତ କଲା। କଥାଟି ଆରମ୍ଭ ହୁଏ ରାଜା ସୁରସେନ କନ୍ୟା ପ୍ରଥାଙ୍କୁ ନେଇ। ପରେ ସେ ନିଜ ପିଉସା ରାଜା କୁନ୍ତିଭୋଜଙ୍କ ଦ୍ୱାରା ପାଳିତ ହୋଇଥିବାରୁ କୁନ୍ତୀ ନାମରେ ପରିଚିତ ହେଲେ। କୁନ୍ତୀ ଅତ୍ୟନ୍ତ ଧାର୍ମିକ, ବିନମ୍ର ଓ ସେବାପରାୟଣ ଥିଲେ। ଥରେ ମହର୍ଷି ଦୁର୍ବାସା କିଛି ଦିନ ପାଇଁ ରାଜପ୍ରସାଦରେ ଅତିଥି ହୋଇ ରହିଥିଲେ। ଦୁର୍ବାସା ଋଷି ନିଜ କ୍ରୋଧ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ କଷ୍ଟକର ଥିଲା, କିନ୍ତୁ କୁନ୍ତୀ ଦିନରାତି ଭକ୍ତିଭାବରେ ଋଷିଙ୍କ ସେବା କଲେ। ତାଙ୍କ ନମ୍ରତା ଓ ନିଷ୍ଠାର ପ୍ରସନ୍ନ ହୋଇ ଦୁର୍ବାସା ଋଷି ତାଙ୍କୁ ଏକ ଦିବ୍ୟ ମନ୍ତ୍ର ପ୍ରଦାନ କଲେ। ସେ କହିଲେ, ଏହି ମନ୍ତ୍ର ଦ୍ୱାରା ତୁମେ ଯେ କୌଣସି ଦେବତାଙ୍କୁ ଆହ୍ୱାନ କରିପାରିବ। ସେହି ଦେବତା ତୁମକୁ ନିଜ ସମାନ ତେଜସ୍ୱୀ ସନ୍ତାନ ପ୍ରଦାନ କରିବେ। ସେତେବେଳେ କୁନ୍ତୀ ଅବିବାହିତା ଥିଲେ। ସେ ଭାବିଲେ, ଋଷିଙ୍କ ବର ସତରେ କାମ କରେ କି ନାହିଁ। ଉତ୍ସୁକତାରେ ସେ ପ୍ରଭାତ ସମୟରେ ସୂର୍ଯ୍ୟଦେବଙ୍କୁ ଧ୍ୟାନ କରି ସେହି ମନ୍ତ୍ର ଉଚ୍ଚାରଣ କଲେ। ମନ୍ତ୍ର ଶେଷ ହେବା ମାତ୍ରେ ଚାରିଆଡ଼େ ଦିବ୍ୟ ଆଲୋକ ବ୍ୟାପିଗଲା। ସୂର୍ଯ୍ୟଦେବ ସ୍ୱୟଂ ତାଙ୍କ ସମ୍ମୁଖରେ ପ୍ରକଟ ହେଲେ। ତାଙ୍କ ତେଜରେ ସମଗ୍ର ପ୍ରାସାଦ ଆଲୋକିତ ହୋଇଯାଇଥିଲା। କୁନ୍ତୀ ଭୟରେ କମ୍ପି ଉଠିଲେ। ସେ ବିନୟର ସହ କହିଲେ ଯେ ସେ କେବଳ ମନ୍ତ୍ରର ଶକ୍ତି ପରୀକ୍ଷା କରିଥିଲେ। କିନ୍ତୁ ସୂର୍ଯ୍ୟଦେବ କହିଲେ, ଋଷିଙ୍କ ବର କେବେ ବ୍ୟର୍ଥ ହୁଏ ନାହିଁ। ସେ କୁନ୍ତୀଙ୍କୁ ଆଶ୍ୱାସନା ଦେଲେ ଯେ ତାଙ୍କ ସମ୍ମାନ ଓ କୌମାର୍ଯ୍ୟ ଅକ୍ଷୁର୍ଣ୍ଣ ରହିବ। କିଛି ସମୟ ପରେ କୁନ୍ତୀ ଜଣେ ଦିବ୍ୟ ଶିଶୁକୁ ଜନ୍ମ ଦେଲେ। ଶିଶୁଟିର ଶରୀର ସୂର୍ଯ୍ୟ ପରି ଦୀପ୍ତିମାନ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ଜନ୍ମରୁ ହିଁ ଦିବ୍ୟ କବଚ ଓ କୁଣ୍ଡଳ ଧାରଣ କରିଥିଲେ। ଏହି କବଚ ଓ କୁଣ୍ଡଳ ତାଙ୍କ ଜନ୍ମଜାତ ରକ୍ଷା କବଚ ଥିଲା। କିନ୍ତୁ ସମାଜର ଭୟ କୁନ୍ତୀକୁ ଅସହାୟ କରିଦେଲା। ଅବିବାହିତା ହୋଇ ସନ୍ତାନର ଜନ୍ମ ହେବା ସେହି ସମୟରେ ବଡ଼ କଳଙ୍କ ବୋଲି ଧରାଯାଉଥିଲା। ଅନେକ କାନ୍ଦିବା ପରେ କୁନ୍ତୀ ନିଜ ଶିଶୁକୁ ଏକ ସୁନ୍ଦର ଟୋକେଇରେ ରଖି ତାଙ୍କୁ ଚୁମ୍ବନ କରି ଭଗବାନଙ୍କ ଭରସାରେ ନଦୀରେ ଭସାଇ ଦେଲେ। ଜଣେ ମା ପାଇଁ ଏହାଠାରୁ ବଡ଼ ଦୁଃଖ ଆଉ କିଛି ନଥିଲା। ନଦୀର ସ୍ରୋତରେ ଭାସୁଥିବା ସେହି ଟୋକେଇ ଶେଷରେ ହସ୍ତିନାପୁରର ସାରଥୀ ଅଧିରଥଙ୍କ ପାଖରେ ପହଞ୍ଚିଲା। ଅଧିରଥ ଓ ତାଙ୍କ ପତ୍ନୀ ରାଧାଙ୍କର କୌଣସି ସନ୍ତାନ ନଥିଲା। ସେମାନେ ଏହାକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଭାବି ସେହି ଶିଶୁକୁ ନିଜ ସନ୍ତାନ ଭଳି ପାଳନ କଲେ। ରାଧାଙ୍କ ସ୍ନେହରେ ବଢ଼ିଥିବାରୁ କର୍ଣ୍ଣ ରାଧେୟ ନାମରେ ପ୍ରସିଦ୍ଧ ହେଲେ। ବାଲ୍ୟକାଳରୁ କର୍ଣ୍ଣଙ୍କ ମନରେ ଧନୁର୍ବିଦ୍ୟା ପ୍ରତି ଗଭୀର ଆଗ୍ରହ ଥିଲା, କିନ୍ତୁ ସମାଜ ତାଙ୍କୁ ସୁତପୁତ୍ର ବୋଲି ଅବହେଳା କରୁଥିଲା। ତଥାପି ସେ କେବେ ନିଜ ସ୍ୱପ୍ନକୁ ଛାଡ଼ି ଦେଇ ନଥିଲେ। ପରେ ଦୁର୍ଯ୍ୟୋଧନ କର୍ଣ୍ଣଙ୍କ ପ୍ରତିଭାକୁ ଚିହ୍ନିପାରି ତାଙ୍କୁ ଅଙ୍ଗ ଦେଶର ରାଜା କରିଥିଲେ। ସେହିଠାରୁ ସେ ଅଙ୍ଗରାଜ କର୍ଣ୍ଣ ନାମରେ ପ୍ରସିଦ୍ଧ ହେଲେ। କର୍ଣ୍ଣଙ୍କ ଜୀବନର ସବୁଠାରୁ ବଡ଼ ବିଶେଷତା ଥିଲା ତାଙ୍କ ଦାନଶୀଳତା। କୁହାଯାଏ, କୌଣସି ଯାଚକ ତାଙ୍କ ଦ୍ୱାରକୁ କେବେ ଖାଲି ହାତରେ ଫେରି ନଥିଲେ। ନିଜ ଜୀବନର ରକ୍ଷା କବଚ ଥିବା କବଚ ଓ କୁଣ୍ଡଳକୁ ମଧ୍ୟ ସେ ଇନ୍ଦ୍ରଦେବଙ୍କୁ ଦାନ କରିଦେଇଥିଲେ। କର୍ଣ୍ଣଙ୍କ କାହାଣୀ କେବଳ ଜଣେ ବୀରଙ୍କ କାହାଣୀ ନୁହେଁ, ଏହା ଜଣେ ପୁଅର, ଜଣେ ମାଆର, ଜଣେ ବନ୍ଧୁର ଏବଂ ଜଣେ ମହାନ ମଣିଷର କାହାଣୀ। ଏହା ଥିଲା ଅଙ୍ଗରାଜ କର୍ଣ୍ଣଙ୍କ ଜନ୍ମ କଥା। ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ ଏବଂ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ।